हाय सांग मैंने केमती अच्छा आशा करुँच भलर थे मुझे सकाल सकाल भलर अच्छी सांग मैंने जस्ट एने गाधेक आसली आम बहुत एने गाधेक आसला जो खाया पड़ो भोक कली बहुत जोरे और से पर्यटन रोचे पर देखा सांग मैंने चलते आम बो कौन कर माने कल जो रोसे होता माने से कौन कर देखा भोजी रंधा होता ना काली देखा कौन कर सांग मैंने देखते माने हूँ आम बो मैंने गाधेक आसी नुगा फुगा सब सुखाऊँ खरारे सुखाऊँ से खरा पड़ुची तो सुखाऊँ और सांग रोच पर देखा जो खाईदेली माने भोजी तो खाईदेली माने आम बो कौन कर चल देखा माने खाऊँ ना कौन कर रोसे कर चल देखा बस ना कौन कर देखा बस देखते बस गाधेक आसिक ये गरम खाइबुन जाऊन खाइबु सांग मैंने शोई शोक आसम बंधा आड़े देखो माने धान कटा भी बिलर धान कटा भी सुखी देखते ये सब बंधरे सुखिया मैंने सुखीगले बाड़िया बाड़ी करेंगे धान फान बाहर करेंगे माने जोर घड़घड़ी मारती वर्षा हवा जना पड़ देखते सुखी धान एबे कटाई 4-5 दिन है कटाई धान कटाई बंधा सुखीगले तो अल्प अल्प सुखीगले भी बंधा देख और सांग रोच पर देखा माने भोक कले घर गले जो खाइबी माने शोई शोई उठिक आसली मैंने जस्ट एने खाइली माने आम बो भात बाड़ी देला आम बहुत खाइबनी बोलते मैंने बस दुआर मुहे चलन देखा सांग देखते मैंने बस ये घुमाऊँ बोधे सब आंकर तो कम चलती मिस्त्री सांग मैंने देखते माने सेपटे माने हो कहीं हूँ धान भितर माने सब चढ़ई पड़ी बस खाई जाऊँ ना से लोक मैंने हो बाड़ सब नष्ट करदे धान चढ़ई चढ़ई सब जाक से होती आमर गजेन्द्र इन आसिले आमर गाधेबा देखु गजेन्द्र कुआड़े आसिल जे पोखरी गाधुंट ओहो साइकेल तेरे जाइथिला हाँ तेर गाइल री कौन भांगी था केते सुनला साइकेल तेरे जाइथिला गजेन्द्र तापर एने आसुंती गाधेबे ना सकाळू जाइथिला ना कोठी जाइथिल तेरे को कोठी जाइथिल तेरे को सेठी चलनु अरे बालिका चलनु बढ़िया और गजेन्द्र आम जाइए साइकेल तैयारी माने साइकेल भांगी जाता ना तांकर से हीरो होंडा सी एबे आसिक गाधुंट सकाल जाते ओल्डिंग करके आसले भी खाइछ कि गज ए गज खाइछ कि खाइछ कि मरीगला कौन जात्रा देखा जीवन माने गजेन्द्र कौन जात्रा जानी पार ना कौटी हो कुदे किसी जानी मूर्ख सदा किसी जानी आ 3-4 दिन पर यात्रा हम 10 दल आगे पड़ो हाँ सांग मैंने आम गजेन्द्र गाधे सारा देखा रोच पर देखा गाधा पाधा शेष करदे जो खाई मैंने कड़े जी हीरो बाहर पड़ी कि नहीं कड़े जीव एने पारिया जीवनी बंद सकाल आसिले इनकम केते
କେତେ ପଇସା ହେଇଛି? ଆଉ ଖାଲି ତିଆରି ଆସିଲ? ଓହୋ। ସାଇକେଲ ହୁଁ ମନକୁ ପଡି ଭାଙ୍ଗିଗଲା ଫ୍ରେମ ହେଇକିରା। ଓହୋ। ଇଶା ହୁଁ ସେ ଫ୍ରେମ ଟା ଭଲ ନାହିଁ। ଦେଖ ମାନେ ଆମ୍ବ ମାନେ କଷ୍ଟଟା ଧୋଇକିରି ଗଲା ମାନେ ପୋଖରୀକି ଆସିଥିଲା ଏମିତି ଯାଉଛି ମାନେ ଘରକୁ ଦେଖନ୍ତୁ। ଦେଖନ୍ତୁ ଆମ ବୋଉ ସେଠି ବସିଛି ମାନେ କଷ୍ଟଟା ମାଜିକିରି ଆସିକିରି ତାପରେ ବି ହେଉଛି ତାଙ୍କର ତ ମିସ୍ତ୍ରୀ କାମ ହେଉଛି ମାନେ ପ୍ଲେଟ୍ ଲାଗୁଛି ବିଦ୍ୟାଧର ଘର ବାରଣ୍ଡାରେ ପ୍ଲେଟ୍ ଲାଗୁଛି ଦେଖନ୍ତୁ। ତାପରେ ଆମ ବହୁତ ଆସିକି ବସିଛି ସେ ମାନେ ହେଉଛି କଷ୍ଟରେ ପୋଖରୀ ଧୋଇକି ଆସି ତାଙ୍କର ପ୍ଲେଟ୍ ଲାଗୁଛି ଦେଖନ୍ତୁ। ସାଙ୍ଗମାନେ ଦେଖନ୍ତୁ ମାନେ ଆମ ଗାଁ ଗହୀର ମାନଙ୍କରେ ସବୁଆଡ଼େ ଧାନ ସବୁ ଆସ୍ତେ ଆସ୍ତେ ମାନେ ପାଚିବାକୁ ହେଲେ ଆସ୍ତେ ଆସ୍ତେ ସବୁଆଡ଼େ ପାଚୁଛି। ସେପଟେ ତ ମାନେ ପାଚିକିରି ଅଧେ କଟା ହେଇଗଲେ କାଟି ସାରିଲେଣି ବନ୍ଧାବନ୍ଧି ହେଉଛି ବନ୍ଧା ଆଡ଼େ ମାନେ ଅଧେ କଟା ହେଇକରି ମାନେ ପକେଇଛନ୍ତି ତାକୁ ବନ୍ଧାବନ୍ଧି କରିଦେଇଛନ୍ତି। ଆଉ ଦେଖନ୍ତୁ ଦିଟା କି ବାଛୁରୀ ପିଲାମାନେ ଗୋଟେଠି ଅଛନ୍ତି ଖେଳୁଛନ୍ତି ଏବେ ଏଇଟା ମାନେ ଜନ୍ମ ହେଇଛି ଏଇଟା ତାପରେ ଏଇଟା ଆସୁଛି ମୋ ପାଖକୁ ଦେଖନ୍ତୁ। ଖାଇଛୁ ଖାଇଛୁ ରେ କାହିଁ ମୋତେ ମାରୁଛୁ ଯେ? ତାପରେ ଦେଖନ୍ତି ମୋ ପାଖକୁ ଆସୁଛି ମାନେ ସେଇଟା ତ ସେଠି ରହୁଛି ଆଉ। ଡାକିଲେ ଆସୁଛି ହେରି ତା ମା ତ ସେଠି ବନ୍ଧା ହେଇଛି। ଖାଇଛୁ କଣ କହୁଛି ତୋର? ସାଙ୍ଗମାନେ ଚାଲନ୍ତୁ ଯିବା ମାନେ ଆମ ଦିଅଁଙ୍କ ପୋଖରୀ ଆଡ଼େ ମାନେ କାଲି ପକେଇଥିଲେ ମାନେ ଚୁନ ଆମ ପୋଖରୀ ଦିଅଁଙ୍କ ପୋଖରୀରେ ମାନେ ଏଥିରୁ ମାଛ ବି ହେଉଛି ବଡ଼ ବଡ଼ ହେଇଗଲେଣି ମାନେ ନେଇଥିଲେ ମାଛ ମାନେ ନେଇକରି ରୋଷେଇ କରିଥିଲେ। ଆସନ୍ତୁ ଆମେ ଯିବା ଟିକେ ମାଛ ତ ମାନେ ଦେଖାଯାଉନାହାନ୍ତି ମାନେ ମାଛ ନେଲେ ବଡ଼ ବଡ଼ ହେଇସାରିଲେଣି। ଦିଅଁଙ୍କର ପୋଖରୀରେ କାଲି ଚୂନ ପକାଇଥିଲେ ସେଇଠି ଚୂନ ପଡ଼ିଛି ମାନେ ଆପରେ ଘାସ ଉପରେ ବି ପଡ଼ିଯାଇଛି ମାଛ ପୋଖରୀ ବି ପକେଇଛନ୍ତି ମାନେ ପାଣି ଫିଟିବା ପାଇଁକା ଏବେ ପାଣି ତ ଫିଟିଛି ଏବେ ମାନେ ପୁରା କଳା ପଡ଼ିଯାଇଥିଲା ପାଣି ଚୂନ ପକାଇବାରୁ ଏ ପୋଖରୀ ପକାଇଥିଲେ ସେ ପୋଖରୀ ପକାଇଛନ୍ତି। ମୁଁ ତ ଯାଉଛି ମାନେ ଆମର ଦିଅଁଙ୍କ ପୋଖରୀ ହୁଡ଼ା ଉପରେ ମାନେ ବନ୍ଧ ଉପରେ କେତେ ସଫା କରିଦେଇଛନ୍ତି ମାନେ ଦିଅଁଙ୍କ ପୋଖରୀ ହୁଡ଼ାଟା ମାନେ କେତେ ଅସନା ହେଇଯାଇଥିଲା ସେ ସଫା କରିଦେଇଛନ୍ତି। ସେ ପୋଖରୀଟି ଦେଖିବା ଚାଲନ୍ତୁ ମାନେ କେତେ ପକେଇଛନ୍ତି ତା ଦେହରେ ଚୂନ ଚାଲନ୍ତୁ ଯିବା। ଦେଖନ୍ତୁ ଏଥିରେ ବି ପକାଇଛନ୍ତି ମାନେ ସବୁଥିରେ ମାନେ ଚୂନ ପକାଉଛନ୍ତି ଏଥିରେ ବି ପଡ଼ିଛି ଦେଖନ୍ତୁ ମାନେ ପାଣି ଗୁଡ଼ାକ ପୁରା ଖରାପ ହେଇଯାଉଛି ନା ସେଥିପାଇଁକା ଚୂନ ପକାଉଛନ୍ତି। ହଉ ସାଙ୍ଗମାନେ ମାନେ ଦେଖିଦେଲୁ ମାନେ ଚାଲ ଏବେ ଘରକୁ ଯିବା। ଚାଲନ୍ତୁ ଟିକେ ଘର ଆଡ଼େ ଟିକେ ଯିବା ମାନେ ପିଲାମାନେ କ'ଣ କରୁଛନ୍ତି ମାନେ ଦେଖିବା ପିଲାମାନେ କ'ଣ ବଲ ବ୍ୟାଟ ଧରିଛନ୍ତି ନା କ'ଣ କରିଛନ୍ତି ଚାଲନ୍ତୁ ଟିକେ ଦେଖିବା। ଇଆଡ଼େ ସବୁ ଧାନ ଫାନ ସବୁ ପାଚିଗଲେ ମାନେ ଏବେ ଆଉ 4-5 ଦିନ ଗଲେ କଟାକଟି କରିବେ ବୋଧେ। ହଉ ସାଙ୍ଗମାନେ ଆମ ବୋଉ କୁଆଡ଼େ ଆସୁଛି ଚାଲନ୍ତୁ ଦେଖିବା ମାନେ ଆମ ପୋଖରୀ ଆଡ଼ିକି ଆସୁଛି ଆମ ବୋଉ ମାନେ କ'ଣ ଧୁଆଧୁଇ ହେବାକୁ ବୋଧେ ଆସୁଛି ମାନେ ଦେଖନ୍ତୁ ପୋଖରୀକି ଆସିଛି ଗୋଡ଼ ହାତ ଧୋଇବ ବୋଲି ଆସିଛି ନା କ'ଣ କରିବାକୁ। ଦେଖନ୍ତୁ ପୋଖରୀକି ଆସୁଛି ପୋଖରୀ ଗୋଡ଼ ଫୋଡ଼ ଧୋଇବ ବୋଧେ କ'ଣ କରିବ ମୋତେ ଅନଉଛି ସିଏ ପାଣି ନେଉଛି ହେଇଗଲା କି ଦେଖନ୍ତୁ ପାଣି ନେଉଛି ମାନେ ଆସିକିରି ଆମର କଳରୁ ଯାହା ସେବାରେ ଲାଗିଲି ପିଲାଟା ଗୋଟେ। ହଉ ଠିକ୍ ଅଛି ଭଲ ପିଲା ହେଇଗଲୁ ଏଇତ ବେଳେବେଳେ ଟିକେ ମୁଣ୍ଡ ଖରାପ ହେଇଯାଉଛି ତାର କ'ଣ କରିବା ଖରାପ କାହିଁ ହେଇଯାଉଥିବ। ସାଙ୍ଗମାନେ ଦେଖନ୍ତୁ ମୁଁ ସୋନୁକୁ ପଚାରେ ସୋନୁ ଟ୍ୟୁସନ୍ ଯାଇନି କିରେ ତାଙ୍କ ପୁଅକୁ ଧରିକି ବସିଛୁ ସିଏ ବି କିଛି କହୁନି କହୁଛି ମୁଁ ଯିବିନି ଏଇନେ ଛୁଟି ମୋ ଦେହ ଭଲ ନାହିଁ। ତାପରେ ବି ଦେଖନ୍ତୁ ତାଙ୍କର ମାନେ ମିସ୍ତ୍ରୀ କାମ ଚାଲିଛି ମାନେ ତାଙ୍କର ଘରେ ମାନେ ତାଙ୍କର ବେରଣ୍ଡା ମାନେ ଯେଉଁ ପାହାଚରେ ମାନେ ପ୍ଲେଟ୍ ପକାଉଛି ହେମନ୍ତା ଭାଇ
ସେ ଆମର ଏଇ ସାହିର ଜଣେ ମାନେ ବିଦ୍ୟାଧର ପକଉଛନ୍ତି, ମାନେ ଏଇ ବେରେଣ୍ଡାରେ ପକେଇଛନ୍ତି। ତାପରେ ବି ତାଙ୍କର ସିଢ଼ି ମାନେ ବହୁତ ସବୁ ବସିଛି ଏଠି, ମାନେ ତାଙ୍କର ବି କାମ ଚାଲିଛି। ସେଠି ବସିଛି ଆମର ଏଠି ବୋଉ ଆମର। ତାପରେ ବି ଏମାନେ ଦୁଇଟା କି ମାନେ ଦାଦି ପୁତୁରା ଯାକ ଇଆଡ଼େ ଅନେଇକି ଦେଖୁଛନ୍ତି। ସାଙ୍ଗମାନେ ଦେଖନ୍ତୁ ଆମ ପମନ ଦାଇ କେମିତି ଚୁଟି କାଟୁଛି, ବାଳ କାଟୁଛି। ମାନେ ଆମର ସାହିରେ ଗୋଟେ ପିଲା ଲାଟର, ସେ ଆମର ମାନେ ଭାଇ ହବ ସଂଗ୍ରାମଟା ଆସି ଏଠି ଛିଡ଼ା ହେଇଛି। ତାପରେ ଗଜେନ୍ଦର ଗଜିଆ ଜୀବନ ଯାତ୍ରା ଦେଖି ମାନେ ଆମର ଯାତ୍ରା ହବ ଏଠି ତିନିକୁଦିରେ। ସେ କହୁଛି ହଁ ଧାଡ଼ା ବି କହୁଛି ହଉଛି ମାନେ ସେ ଯାଇଥିଲା ତ ମାସେ ଖଣ୍ଡେ ରହିକି ଆଇଲା, ଫିର୍ ଯିବ ଯାତ୍ରା ଦେଖିବାକୁ ନା କ'ଣ। ସାଙ୍ଗମାନେ ଦେଖନ୍ତୁ ମାନେ ପମନ ଦାଇର ମାନେ ଅଧେ ବାଳ କାଟି ସାରିଲି ତାର, ମାନେ ପାଖାପାଖି ହେଇଗଲି। ମାନେ ଗୁଡୁ ସେଠି ପଶିନି, ଗୁଡୁ କହୁଛି ମୁଁ କାଟିବି ବୋଲିକା। ସେ ପମନ ଦାଇ କହୁଛି ନାଇଁ ଟାଇମ୍ ହେଇଗଲି ଆଉ କିଏ କାଟିବ ଏତେବେଳେ ସବୁ, ମୁଁ କାଟିବିନି। ତାପରେ ସଂଗ୍ରାମ ଏଠି ବସି, ସଂଗ୍ରାମକୁ କହିଥିଲା ଝାଡ଼ାଇବି ବାଳ କାଟିବାକୁ। ସଂଗ୍ରାମ କହିଲା ବି ହଉଛି ମୋ ପାଖରେ କତୁରୀ ନାହିଁ, ମୁଁ କାଟିବିନି। ପମନ ଦାଇକୁ ଫୋନ୍ କର, ପମନ ଦାଇ କତୁରୀ ଆଣିକି ତାର ବାଳ କାଟୁଛି ଦେଖନ୍ତୁ। ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ। ପ୍ଲିଜ୍ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ବାଏ ବାଏ।